ସତ୍ ଠାରୁ ଚିତ୍ ସ୍ଥୂଳ ଏହା ସ୍ପଷ୍ଟ ରୂପେ ବାରି ହୁଏ ଏବଂ ଚିତ୍ ଠାରୁ ଆନନ୍ଦ ସ୍ଥୂଳ। ସତ୍ ଯେତେ ବ୍ୟାପକ ଚିତ୍ ସେତେ ବ୍ୟାପକ ନୁହେଁ ଏବଂ ଚିତ୍ ଯେତେ ବ୍ୟାପକ ଆନନ୍ଦ ସେତେ ବ୍ୟାପକ ନୁହେଁ। ସେଥିପାଇଁ ସତ୍ର ଯେପରି ଅନୁଭବ ହୁଏ ଚିତ୍ର ସେପରି ଅନୁଭବ ହୁଏ ନାହିଁ ଏବଂ ଚିତ୍ର ଯେପରି ଅନୁଭବ ହୁଏ ଆନନ୍ଦର ସେପରି ଅନୁଭବ ହୁଏ ନାହିଁ। ଚିତ୍ ଓ ଆନନ୍ଦରେ ଲୌକିକ ଚିତ୍ ଓ ଆନନ୍ଦ ମଧ୍ୟ ଅନ୍ତର୍ଗତ ହୋଇଯାଏ। ତେଣୁ ସାଧାରଣ ଲୋକେ କ୍ରିୟାଶୀଳ ବସ୍ତୁକୁ ଚେତନ ଓ ଲୌକିକ ସୁଖକୁ ଆନନ୍ଦ ବୋଲି ଭାବନ୍ତି। ସତ୍ ସର୍ବତ୍ର ପ୍ରକଟିତ, ଚିତ୍ ଜୀବମାନଙ୍କଠାରେ ପ୍ରକଟ ରୂପେ ଥାଏ ଏବଂ ଆନନ୍ଦ ତତ୍ତ୍ୱଜ୍ଞାନୀଙ୍କଠାରେ ପ୍ରକଟ ରୂପେ ଥାଏ। କର୍ମର ଉପଯୋଗିତା କ'ଣ? ସଂସାରରୁ ଊର୍ଦ୍ଧ୍ୱକୁ ଉଠିବା ଉଦ୍ଦେଶ୍ୟରେ ନିଷ୍କାମ ଭାବରେ ଅନ୍ୟମାନଙ୍କ ହିତ ନିମନ୍ତେ କର୍ମ କରିବା ଆବଶ୍ୟକ। କାରଣ ସକାମ ଭାବରେ ନିଜ ପାଇଁ କର୍ମ କରିବାରୁ ହିଁ ମନୁଷ୍ୟ ସଂସାରରେ ଜଡ଼ିତ ହୋଇଛି। ତେଣୁ କରିବାର ଆବେଗ ଓ ବର୍ତ୍ତମାନ ରାଗର ନିବୃତ୍ତି ଉଦ୍ଦେଶ୍ୟରେ କର୍ମ କରିବାର ଉପଯୋଗିତା ରହିଛି। ଆରୁରୁ କ୍ଷମ ନିର୍ଯୋଗ କର୍ମ କାରଣ ମୁଚ୍ୟତେ। ଲୋକଙ୍କୁ ଚିହ୍ନିବା, ପଥର ମାରୁଥିବା ଲୋକଙ୍କୁ ଚିହ୍ନି ହୁଏ, ହେଲେ ହସି ହସି ବିଷ ଦେଉଥିବା ଲୋକଙ୍କୁ ଚିହ୍ନିବା କଷ୍ଟ। ବିଶ୍ୱାସର ଗଛଟି ସେଇମାନେ କାଟିଥାନ୍ତି ଯେଉଁମାନଙ୍କୁ ଆମେ ଆମ ଛାଇ ତଳେ ବସିବାକୁ ଜାଗା ଦେଇଥାଉ। ଶେଷରେ ଆମେ ଯାହାକୁ ବିଶ୍ୱାସ କରୁ ସେ ହିଁ ଆମକୁ ଧକ୍କା ଦେଇଥାଏ। ଅଂଶାବତାର କ'ଣ? ଭଗବାନଙ୍କ ଶକ୍ତି ଅନନ୍ତ। ସେହି ଅନନ୍ତ ଶକ୍ତିର ଗୋଟିଏ ଅଂଶ ଅବତରିତ ହେଲେ ତାହାକୁ ଅଂଶାବତାର କୁହାଯାଏ। ଯେଉଁମାନେ ସାଧନା କରି ସିଦ୍ଧି ଲାଭ କରନ୍ତି ସେପରି ମହାପୁରୁଷଙ୍କୁ ଯୁଞ୍ଜାନ ଯୋଗୀ କୁହାଯାଏ। ସାଧନା କରି ସେମାନଙ୍କର ବୃତ୍ତି ଏତେ ପ୍ରଖର ହୋଇଯାଏ ଯେ ସେମାନେ ଯେଉଁଠି ବୃତ୍ତି ନିବେଶ କରନ୍ତି ସେଠାକାର ବିଷୟ ସେମାନଙ୍କୁ ଜଣାପଡ଼ିଯାଏ। କିନ୍ତୁ ଭଗବାନ ହେଉଛନ୍ତି ଯୁକ୍ତ ଯୋଗୀ। ସେ ବିନା ସାଧନାରେ ସ୍ୱତଃସିଦ୍ଧ ନିତ୍ୟ ଯୋଗୀ ଅଟନ୍ତି। କୌଣସି କଥା ଜାଣିବା ପାଇଁ ତାଙ୍କୁ ବୃତ୍ତି ନିବେଶ କରିବାକୁ ପଡ଼େ ନାହିଁ, ବରଂ ତାଙ୍କଠାରେ ସବୁ ଜ୍ଞାନ ସ୍ୱାଭାବିକ ଭାବେ ସର୍ବଦା ବିଦ୍ୟମାନ। ବିନା ଅଭ୍ୟାସରେ ସେ ସର୍ବଦା ସବୁକିଛି ଜାଣନ୍ତି। ଜୟ ଶ୍ରୀ ଜଗନ୍ନାଥ।